ପ୍ରେମ ପାଇଁ ଯୁବକ ନିଜ ବେକ କାଟିଲା। ଆହତ ହୋଇ ଘୁଦେଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେବା ପରେ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହେଲା। ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତର ଡୁଗୁଳିପରି ଗ୍ରାମର ମଧ୍ୟରେ ଗୋଟିଏ ଗୁରୁତର ଘଟଣା ଦେଖିବାକୁ ମିଳିଛି, ଯାହାକି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରେମ ପାଇଁ ଜଣେ 22 ବର୍ଷୀୟ ଯୁବକ ନିଜ ବେକକୁ ବ୍ଲେଡ୍ ମାଧ୍ୟମରେ କାଟି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିବା ଘଟଣା ପ୍ରକାଶ ପାଇଛି। ସୂଚନା ଅନୁସାରେ ଖଜୁରୀପଡ଼ା ନିବାସୀ ଶୁଭ୍ରାଂଶୁ ସାହୁ ବୟସ 22 ଗତ କିଛି ବର୍ଷ ଧରି କଳିଙ୍ଗା ଅଞ୍ଚଳର ଜଣେ 21 ବର୍ଷୀୟା ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବତୀ ଜଣକ ଫୁଲବାଣୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ 3 ପାଠ ପଢ଼ି ସାରିଥିଲେ ଏବଂ କିଛି ଦିନ ପାଇଁ ପ୍ରେମ ହେଲା ପରେ ପୁଅ ଘରେ ଖଜୁରୀପଡ଼ାରେ ମଧ୍ୟ ରହିଥିଲେ। କିନ୍ତୁ ପୁଅ ଘର ପରିବାର ଝିଅ ସମାନ ଜାତିର ନ ହେବାରୁ ଅନ୍ୟ ଜାତି ହେବାରୁ ତାଙ୍କୁ ପୁଅ ସହିତ ପ୍ରେମ ସମ୍ପର୍କକୁ ସ୍ୱୀକାର କରିନଥିଲେ। ପରେ ଝିଅ ନିଜ ଘରକୁ ଫେରି ଆସିଥିଲା ଏବଂ ଯେହେତୁ ପ୍ରେମ ହୋଇଥିଲା ସେଥିପାଇଁ ଶୁଭ୍ରାଂଶୁ ମଧ୍ୟ କଳିଙ୍ଗା ଅଞ୍ଚଳକୁ ଆସି ସେ ଝିଅଙ୍କ ଘରେ ମଧ୍ୟ ରହୁଥିଲେ। କିନ୍ତୁ ଆଜି ସକାଳ ସମୟ ପ୍ରାୟ 9:30 ହେବ ଏକ ଅଘଟଣା ଘଟିଥିବା ଆମେ ଦେଖିବାକୁ ପାଉଛୁ। ଦୁଇ ଜଣଙ୍କ ମଧ୍ୟରେ କୌଣସି କାରଣ ସକାଶୁ ତର୍କ ବିତର୍କ ସାମାନ୍ୟ ବଚସ ହୋଇଥିଲା। ପରେ ଝିଅ ପାଣି ଗାଧୋଇବା ପାଇଁ ବିଲ ନିକଟକୁ ଚୁଆଁକୁ ଯାଇଥିଲେ। ସେହି ସମୟରେ ଯୁବକ ଶୁଭ୍ରାଂଶୁ ଝିଅଙ୍କ ବାପାଙ୍କୁ ବ୍ଲେଡ୍ ମାଗିଥିଲେ। ଝିଅଙ୍କ ବାପା ବ୍ଲେଡ୍ ନ ଦେବାରୁ ସେ ନିଜେ ଦୋକାନ ଯାଇ ନୂତନ ଏକ ବ୍ଲେଡ୍ କିଣି ଆଣିଥିଲେ। ପରେ ଯେଉଁ ଚୁଆଁରେ ଝିଅ ଗାଧୋଉଥିଲେ ବା ଗାଧୋଇବା ପାଇଁ ଯାଇଥିଲେ ସେହି ଚୁଆଁକୁ ଶୁଭ୍ରାଂଶୁ ଯାଇଥିଲେ ଏବଂ ସେ ସ୍ଥାନରେ ଝିଅକୁ ତାଙ୍କ ଘରକୁ ଯିବା ନିମନ୍ତେ କହିଥିଲେ। କିନ୍ତୁ ଝିଅ ତାଙ୍କ ଘରକୁ ଯିବାକୁ ବାରଣ କରିବାରୁ ନିଜ ବେକକୁ ବ୍ଲେଡ୍ ଦ୍ୱାରା କାଟି ଦେଇଥିଲେ। ରକ୍ତାକ୍ତ ଅବସ୍ଥାରେ ସେ ତଳେ ପଡ଼ିଯାଇଥିବାରୁ ଝିଅର ଚିତ୍କାର ଶୁଣି ପରିବାର ଲୋକମାନେ ଆସିଥିଲେ, ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଏବଂ ଝିଅଙ୍କର ପିତାମାତା 112 ନମ୍ବରକୁ ଫୋନ୍ କରି ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ଏସ୍ଆଇ ରଞ୍ଜିତ ବେହେରା RBI ଯବାନମାନଙ୍କ ସହିତ ଘଟଣାସ୍ଥଳକୁ ପହଞ୍ଚି ଉକ୍ତ ଯୁବକଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲେ ଏବଂ ଘୁଦେଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ପରେ ଅଧିକ ଚିକିତ୍ସା ନିମନ୍ତେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି। ଦର୍ଶକ ବନ୍ଧୁ, ଟିକିନିକି ଖବରର ଅଧିକ ଅପଡେଟ୍ ପାଇଁ ଟିକିନିକି ଖବରକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ।